ପାଇଁ ହତ୍ୟା କରାଗଲା କହିପାରିବିନି, କିନ୍ତୁ ଯାହା ହେଲା ଭାରି ଦୁଃଖର ଜିନିଷ, ମାନେ ଅସମ୍ଭବ ଜିନିଷ ଗୋଟେ ଆମ ଓଡ଼ିଶାରେ ହେଲା। ସମ୍ପୂର୍ଣ୍ଣ ଭାବେ ସେ ଯେଉଁ ସାର୍ଟଟି ପିନ୍ଧିଥିଲେ ସ୍ୱର୍ଗତ ନବ ଦାସ ଯେଉଁ ସାର୍ଟଟି ପିନ୍ଧିଥିଲେ ସେ ସାର୍ଟଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ଦିଆଯାଇଛି କୋଭିଡ୍ରେ ଆଳ ଦେଖେଇକି। କ'ଣ କହିବେ, ସେତେବେଳେ କୋଭିଡ୍ ନଥିଲା? ସେଟା ଠିକ୍ ନୁହଁ। ଯଦି ପୋଡ଼ି ଦେଇଛନ୍ତି ତାହେଲେ କିଛି ଇଲ୍ ଇଣ୍ଟେନସନ୍ ଥିଲା, ସେଇଥିଲାଗି ବୋଧେ ପୋଡ଼ି ଦେଇଛନ୍ତି। ତଦନ୍ତ ଭାରଟିକୁ ଯେଉଁ ଅଫିସରକୁ ଦିଆଯାଇଥିଲା ବର୍ତ୍ତମାନ ଚର୍ଚ୍ଚା ହେଉଛି ସେ ପ୍ରପର୍ ୱେରେ ସେଟାକୁ ଇନଭେଷ୍ଟିଗେସନ୍ କରିନଥିଲେ। କ'ଣ କହିବେ? ଆଉ କ'ଣ କହିବି, ସେଇଟା ତ ବର୍ତ୍ତମାନ ନୂଆ ଗଭର୍ଣ୍ଣମେଣ୍ଟ ଠିକ୍ରେ ପ୍ରପରଲି ଇନଭେଷ୍ଟିଗେସନ୍ କରିବ, ଆଉ ନିଶ୍ଚୟ କରିବ। ଏଇ ପୁଣି ଫାଇଲଟା ରିଓପନ୍ ହେବାଟା ଏଇଟା ଗୋଟେ ସ୍ୱାଗତ ଯୋଗ୍ୟ କଥା ବୋଲି ଆପଣ ଚିନ୍ତା କରୁଛନ୍ତି? ନିଶ୍ଚୟ ନିଶ୍ଚୟ ସ୍ୱାଗତ ଯୋଗ୍ୟ। ଆଜ୍ଞା, ତାଙ୍କ ସରକାର ଥିଲା, ତାଙ୍କ ସରକାର ସମୟରେ ଗୋଟେ କ୍ୟାବିନେଟ୍ ମିନିଷ୍ଟରଙ୍କୁ ଦିବାଲୋକରେ ଗୁଳି କରି ହତ୍ୟା କରାଗଲା। ଏଇଟା କେତେ ଯୁକ୍ତିଯୁକ୍ତ କଥା ଆପଣ କହିବେ? ତାଙ୍କ ଗଭର୍ଣ୍ଣମେଣ୍ଟ ଟାଇମ୍ରେ କାହିଁକି ଏଇ ଜିନିଷକୁ ସମ୍ପୂର୍ଣ୍ଣ ଭାବେ ଲୋକଲୋଚନକୁ ଅଣାଯାଇ ପାରିଲାନି? କ'ଣ ପାଇଁକା ତାଙ୍କୁ ହତ୍ୟା କରାଗଲା? କ'ଣ ପାଇଁ ହତ୍ୟା କରାଗଲା କହିପାରିବିନି, କିନ୍ତୁ ଯାହା ହେଲା ଭାରି ଦୁଃଖର ଜିନିଷ, ମାନେ ଅସମ୍ଭବ ଜିନିଷ ଗୋଟେ ଆମ ଓଡ଼ିଶାରେ ହେଲା। ସିଜର ଲିଷ୍ଟରେ ଅଛି 3ଟା ଗୁଳି କୁ ସେମାନେ ସିଜ୍ କରିଛନ୍ତି, କିନ୍ତୁ 5ଟା ଗୁଳି ଫୁଟାଯାଇଛି। ଆଉ 2ଟା ଗୁଳି କିଏ ଫୁଟେଇଲେ? ସେଟା ତ କହିପାରିବିନି। କିଛି ତାଙ୍କର ଯଦି ଅନ୍ୟ ସିଭିଲ୍ ଡ୍ରେସ୍ରେ ରହିକି ଯଦି କିଛି ଗୁଳି କରିଥିବେ ତାହେଲେ ସେ ତଦନ୍ତରୁ ଜଣାପଡ଼ିବ। ଭାବୁଛନ୍ତି କି ଏଥିରେ କୌଣସି ବଡ଼ ବଡ଼ିଆଙ୍କର ହାତ ଅଛି? ନିଶ୍ଚୟ ଥାଇପାରେ, ନହେଲେ ଏତେ ଗୋଟେ କ୍ୟାବିନେଟ୍ ମିନିଷ୍ଟରକୁ ତାଙ୍କ ଗଭର୍ଣ୍ଣମେଣ୍ଟରେ ମାରିବା କ'ଣ ସହଜ ଜିନିଷ? କିନ୍ତୁ ଜଣକୁ ଦୋଷୀ ସ୍ଥାବିତ କରାଗଲା। SI ଯିଏ ଥିଲେ ଗୋପାଳବାବୁଙ୍କୁ ଦୋଷୀ ସ୍ଥାବିତ କରାଗଲା। ସେ ଏକା ତାଙ୍କୁ ବକରା ବନାଯାଇଛି ନା ୟା ଦେହରେ ଆଉ ଉପର ବଡ଼ ବଡ଼ ଅଫିସର ମାନେ ବି ଏଥର ଲିପ୍ତ ଅଛନ୍ତି? ନିଶ୍ଚୟ କିଛି ଅଫିସର ଲିପ୍ତ ଅଛନ୍ତି, ନହେଲେ ହଠାତ୍ ଏଇ ଟାଇପ୍ର ଜିନିଷ ହେଇପାରିବନି।